ମୁଁ ଆଉ ମୋ ଗରିବ ବାପା। ବାପା କେବଳ ଗୋଟେ ଶବ୍ଦ ନୁହେଁ, ବିଶାଳ ହୃଦୟର ପ୍ରତିଶବ୍ଦ। ରକ୍ତ ମାଂସର ଦେବତା। କାଗଜଟେ ଆଣିଲି, କଲମ ବି ଧରିଲି। ତୁମ ପାଇଁ କିଛି ଲେଖିବାକୁ ଚାହିଁଲି। ବାପା, ତୁମ ପାଇଁ କ'ଣ କିଛି ଲେଖିହେବ? ଡର ବି ଲାଗୁଛି, କାଳେ ଶବ୍ଦକୋଷ ଫାଙ୍କା ପଡ଼ିଯିବ, କାଳେ କିଛି ଭୁଲ ରହିଯିବ। ଲେଖିବା ଆଗରୁ ମୋର ଛୋଟବେଳର କଥା ଟିକେ ମନେ ପଡ଼ିଗଲା। ମୁଁ ଆଉ ମୋ ଗରିବ ବାପା। ମୋ ବାପାଙ୍କର ମୁଁ ଏକମାତ୍ର ଝିଅ ଥିଲି। ବାପା ମୋତେ ବହୁତ ଭଲ ପାଆନ୍ତି। ମୁଁ ଭଲ ପାଠ ପଢ଼େ ଓ କ୍ଲାସରେ ଫାଷ୍ଟ ହୁଏ। ମୋ ବାପା ଗରିବ ଲୋକ ହୋଇଥିବାରୁ ମୋତେ ସେ ଅନ୍ୟ ବାପାଙ୍କ ଭଳି କିଛି ଉପହାର ଦେଇପାରନ୍ତିନି। ସେଥିପାଇଁ ମୋର ମନ ଭାରି ଦୁଃଖ। ଦିନକର କଥା, ମୁଁ ସ୍କୁଲରୁ ଫେରି ମୋ ମା ପାଖରେ ବହୁତ କାନ୍ଦିଲି ଆଉ କହିଲି, ବାପା ମୋତେ ଜମା ବି ଭଲ ପାଉନାହାନ୍ତି, କୁଆଡ଼େ ବୁଲେଇବା ପାଇଁ ବି ନେଉନାହାନ୍ତି। ମୋ ସାଙ୍ଗମାନେ କମ୍ ମାର୍କ ରଖିଲେ ବି ତାଙ୍କ ବାପାମାନେ ସେମାନଙ୍କୁ ବଡ଼ ବଡ଼ ହୋଟେଲକୁ ନେଇ ଭଲ ଖାଇବାକୁ ଦେଉଛନ୍ତି। ମୁଁ ଫାଷ୍ଟ ହୋଇକି ବି ମୋର କିଛି ନାହିଁ। ବାପା ଦୁଆର ପାଖରେ ଠିଆ ହୋଇ ସବୁ କଥା ଶୁଣୁଥାନ୍ତି। ବାପା ମୋର ଏସବୁ କଥା ଶୁଣିବା ପରେ ତାଙ୍କ ଆଖିରୁ ଲୁହ ଆସିଗଲା। ବାପା ଘର ଭିତରକୁ ଆସିଲେ ଓ ମୋତେ ବୁଝାଇଲେ। କହିଲେ, ମାରେ, ମୋ ପାଖରେ ଏତେ ବି ପଇସା ନାହିଁ ଯେ ତୋତେ ନେଇ ବଡ଼ ହୋଟେଲରେ ଖୁଆଇବାକୁ ଦେବି। ଆଉ ଏଥର ଯଦି ପରୀକ୍ଷାରେ ଫାଷ୍ଟ ହେବୁ, ସତ କହୁଛି, ବଜାର ନେଇକି ଭଲ ଜିନିଷ ଖୁଆଇବି। ମୁଁ ସେଇଠୁ ଖୁସି ହୋଇଗଲି। ଆଉ ସବୁଦିନ ଭଳି ମନ ଦେଇ ପାଠ ପଢ଼ିଲି ଆଉ ପରୀକ୍ଷା ଦେଲି। ବାପା ଯେଉଁଠି ବି ଯେତିକି କାମ କରି ପଇସା ଆଣନ୍ତି, ସେ ପଇସାରୁ ଅଧେ ମୋ ପାଇଁ ରଖନ୍ତି। କାହିଁକି ନା ପାଠ ପଢ଼ାରେ ଖର୍ଚ୍ଚ କରିବେ। କିଛି ଦିନ ପରେ ମୋର ରେଜଲ୍ଟ ବାହାରିଲା। ଏଥର ବି ମୁଁ ସ୍କୁଲରେ ଫାଷ୍ଟ ହେଇଛି। ବାପା ମୋ ରେଜଲ୍ଟ ଶୁଣି ଖୁସି ହୋଇଗଲେ ଆଉ ସେଦିନ ସନ୍ଧ୍ୟାରେ ମୋତେ ବଜାର ନେଇକି ଗଲେ। କିଛି ବାଟ ଯାଉ ଯାଉ ମୋର ନଜରରେ ପଡ଼ିଲା ପାଖ ଦୋକାନରେ ହେଉଥିବା ଦୋସା ଉପରେ। ମୁଁ ବାପାଙ୍କୁ କହିଲି, ବାପା, ମୁଁ ଦୋସା ଖାଇବି। ବାପା ହଉ କହି ମୋତେ ଦୋକାନକୁ ନେଲେ। ବାପା ସେ ଦୋକାନୀ ମାଲିକକୁ ପଚାରିଲେ, ସେ ଦୋସା ଗୋଟେ କେତେ ଟଙ୍କା? ମାଲିକ କହିଲେ, 50 ଟଙ୍କା। ସେଇଠୁ ବାପା ଗୋଟେ ଦୋସା ଆଣିଲେ। ଏ କଥା ଦେଖି ମୁଁ ପଚାରିଲି, ବାପା, ତମେ ଖାଇବନି? ଗୋଟେ କ'ଣ ପାଇଁ ଆଣିଲ? ତମ ପାଇଁ ଗୋଟେ ଆଣିଲନି? ବାପା କହିଲେ, ନା ରେ ମା, ମୁଁ ଘରେ ଖାଇଥିଲି, ଭୋକ ନାହିଁ, ତୁ ଖା। ମୁଁ ମନ ଖୁସିରେ ଦୋସା ଖାଇଲି। ବାପାଙ୍କ ପକେଟରେ ମାତ୍ର 50 ଟଙ୍କା ଥାଏ। ଏସବୁ ଦେଖୁଥାନ୍ତି ଆମ ପଛରେ ବସିଥିବା ଜଣେ ବାବୁ। ଏସବୁ ଦେଖି ସେ ବାବୁ ଜଣକ ହୋଟେଲ କର୍ମଚାରୀଙ୍କୁ ଡାକିଲେ। ଆମକୁ ଆଉ ଗୋଟାଏ ଦୋସା ପ୍ଲେଟ୍ ଦେବା ପାଇଁ କହିଲେ। ସେ ଦେଇଛନ୍ତି ବୋଲି କହିବାକୁ ମନା କଲେ। କର୍ମଚାରୀ ଜଣକ ଏ କଥା ଶୁଣିସାରି ଆମକୁ ନେଇ ଆଉ ଗୋଟେ ଦୋସା ପ୍ଲେଟ୍ ଦେଲେ। ବାପା ପଚାରିବାରୁ ସେ କର୍ମଚାରୀ ଜଣକ କହିଲେ, ଆଜି ଆମ ଦୋକାନରେ ଅଫର୍ ଅଛି, ଗୋଟେ ଦୋସା ସହିତ ଆଉ ଗୋଟେ ମାଗଣା। ବାପା ଓ ମୁଁ ମିଶିକରି ଦୋସା ଖାଇଲୁ। ଦୋସା ଖାଇସାରି ବାପା ଦୋକାନୀ ମାଲିକକୁ ପଇସା ଦେଲା ବେଳକୁ ଦୋକାନୀ ପଇସା ରଖିଲାନି। ଦୋକାନୀ ମାଲିକ କହିଲା, ତମଠାରୁ ପଇସା ରଖାଯିବ ନାହିଁ, ଆଜି ତମ ପାଇଁ ମାଗଣା। ହଁ, ଶୁଣ, ଆଉ ଗୋଟେ ପ୍ୟାକିଂ ହୋଇଅଛି, ନେଇଯିବ। ମୁଁ ଆଉ ବାପା ଆଉ ଗୋଟେ ଦୋସା ଆଣି ଘରେ ପହଞ୍ଚିଲୁ। ମୋ ମା ମଧ୍ୟ ସେ ଦୋସା ଖାଇଲେ ଆଉ ଖୁସି ହୋଇଗଲେ। ସେ ବାବୁ ଜଣକ
3ଟି ଦୋସାର ପଇସା ଦୋକାନୀକୁ ଦେଇଥିଲେ। ସେ ବାବୁ ଜଣକ ଆମ ପଛେ ପଛେ ମଧ୍ୟ ଆମ ଘର ପର୍ଯ୍ୟନ୍ତ ଆସିଥିଲେ। ଆଉ ମନେ ମନେ ସେଦିନ ଆମକୁ ସାହାଯ୍ୟ କରି ସେ ବହୁତ ଖୁସି ଥିଲେ। ଏବେ ମୁଁ ବଡ଼ ହେଲା ପରେ ବୁଝିପାରିଲି କାହିଁକି ସେ ଲୋକ ଆସିଥିଲେ ଆମ ପଛରେ। ସବୁବେଳେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ। ଆମର ଛୋଟ ସାହାଯ୍ୟ କାହା ପାଇଁ ବହୁତ ଖୁସି ମଧ୍ୟ ଆଣିଦେଇପାରିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆପଣମାନେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।